ସାଙ୍ଗମାନେ ଝିଅଟି ରାସ୍ତାରେ ବୁଲି ବୁଲି ମୋବାଇଲରେ କଥା ହେଉଥିବା ସମୟରେ ଗୋଟେ ଚୋର ଆସୁଛି ଆଉ ସେ ଝିଅଟିକୁ ନିଶା ମେଡିସିନ ଶୁଙ୍ଘେଇ ଦଉଛି, ଗାଡ଼ି ଭିତରେ ପୁରେଇ ଦଉଛି। ଆଉ ଠିକ୍ ସେଇ ସମୟରେ ଏସବୁ ଘଟଣା ଦୁଇ ଜଣ ପିଲା ଦେଖି ଦଉଛନ୍ତି। ଆଉ ତାଙ୍କ ଭିତରୁ ଗୋଟେ ଝିଅ କହୁଛି, ଆରେ ସାଙ୍ଗ ଦେଖ ଦେଖ କେମିତି ସେ ଝିଅଟିକୁ ନେଇ ଯାଉଛନ୍ତି, ଆମକୁ ସେ ଝିଅଟିକୁ ବଞ୍ଚେଇବାର ଅଛି, ମୋ ପଛେ ପଛେ ଜଲ୍ଦି ଆ। ଆଉ ସେ ପିଲାଟି ମୁଣ୍ଡରେ ଗୋଟେ ବୁଦ୍ଧି ପଶୁଛି ଆଉ ସିଧା ଗାଡ଼ି ଆଗରେ ତା ବାଇକ୍ କି ଲଗେଇ ଦଉଛି। ଆଉ ସେ ପିଲାଟି ପିଇବାକୁ ରଖିଥିବା ପାଣିକି ତାଙ୍କ ଗାଡ଼ି ଆଗରେ ଢାଳି ଦଉଛି। ଆଉ ଗୋଟେ ଚୋର କହୁଛି, ଶଳା ତୋ ଜୀବନକୁ ଲୋଭ ନାହିଁ କିରେ, ଗାଡ଼ି ଆଗରେ ବାଇକ୍ ଠିଆ କରୁଛୁ। ପୁଣି ଆଉ ଗୋଟେ ଚୋର କହୁଛି, ଶଳାକୁ ଉଡେଇ ଦେ, ଠିକ୍ ଜାଣିବ। ଆଉ ସେ ପିଲାଟି କହୁଛି, ଆରେ ଭାଇ ଗାଡ଼ି ଭିତରେ ବସି କାଇଁ ବାଲ ବାଲ ହଉଛ, ଆସ ଦେଖିବ ତମ ଗାଡ଼ିର ପେଟ୍ରୋଲ ଟାଙ୍କି ଫାଟି ଯାଇଛି ଆଉ ସବୁ ତେଲ ବୋହିଗଲାଣି। ଆଉ ସେ ଚୋର ଦୁଇ ଜଣ ଡେରି ନ କରି ଗାଡ଼ି ଭିତରକୁ ପଦାକୁ ବାହାରି ଆଉଛନ୍ତି ଆଉ କହୁଛନ୍ତି, କୋଉଠି ତେଲ ବୋହି ଯାଇଛି ଦେଖେଇଲୁ। ଆଉ ସେ ପିଲାଟି କହୁଛି, ହେଇ ଦେଖ ତଳେ ପଡ଼ିଛି। ଆଉ ଗୋଟେ ଚୋର ଶୁଙ୍ଘିକି କହୁଛି, ଆରେ ଶଳା ଏରା ତେଲ ନୁହେଁରେ ପାଣି ଗୁରା, ଶଳା ଆମକୁ ଏଠି ପାଠ ପଢଉଛି। ଆଉ ସେ ପିଲାଟି ସେ ଚୋରମାନଙ୍କୁ କଥାବାର୍ତ୍ତାରେ ଫସେଇକି ରଖିଦଉଛି। ଆଉ ଠିକ୍ ସେଇ ସମୟରେ ସେ ଝିଅଟି ଗାଡ଼ି ପଛପଟୁ ଛପି ଛପି ଆସୁଛି ଆଉ ଗାଡ଼ିର ଡୋର ଖୋଲିକି ସେ ଝିଅଟିକୁ ଗାଡ଼ି ଭିତରୁ ବାହାର କରିଦଉଛି ଆଉ ଛପି ଛପିକା ସେଠୁ ଚାଲି ଯାଉଛି। ସାଙ୍ଗମାନେ ବୁଦ୍ଧିଆ ପିଲାଟି ପାଇଁ ଏ ଝିଅଟିର ଜୀବନ ବଞ୍ଚିଗଲା, ସେଥିପାଇଁ ଏ ପିଲାଟି ପାଇଁ ଗୋଟିଏ ଲାଇକ୍ କରିଦିଅନ୍ତୁ।